ମାନେ ତମମାନଙ୍କର ଯଦି ଏଇ ଟାଇପର କ୍ୱେଶ୍ଚିନ୍ ଆସେ ତାହେଲେ ତମମାନେ କ'ଣ କରିବ ଦେଖ এই টাইপର କ୍ୱେଶ୍ଚିନ୍ରେ ବା এই ଟାଇପର ଡାଇଗ୍ରାମ ତମମାନେ ସବୁବେଳେ ମନେ ରଖିବ ଯେ ଏଇ ଏ ପି ଭି ଆଙ୍ଗେଲ ମାନେ ଏଇଗୁଡ଼ିକ ସେକ୍ସନକୁ କ'ଣ ନେଇଯିବ ସବୁବେଳେ ମନେ ରଖିବ 2 θ ନେଇଯିବ କ'ଣ ନେଇଯିବ 2 θ ନେଇଯିବ ସବୁବେଳେ ମନେ ରଖିବ এই ଆଙ୍ଗେଲଟାକୁ ଆମେ କ'ଣ ନେବା 2 θ ନେବା ତ ସେଥିରୁ ଆମେ କ'ଣ ପାଇଯିବା ଥିଟାର ଭ୍ୟାଲୁ ତମମାନେ ପାଇଯିବ ବୁଝିପାରିଲ ଥିଟାର ଭ୍ୟାଲୁ କ'ଣ ପାଇଯିବ ତାହେଲେ ତମମାନଙ୍କୁ ଯଦି ଏ ଓ ବି ପଚାରେ ତାହେଲେ ଆମେ ତାକୁ କ'ଣ କରିବା 180 ମାଇନସ୍ 2 θ ଯଦି ତମମାନଙ୍କୁ ଏ ଆର ବି ପଚାରେ ତାହେଲେ କ'ଣ କରିବ 90 ମାଇନସ୍ θ ଏବଂ ତମର ଯଦି କ'ଣ ପଚାରେ ଏ ଏସ୍ ବି ପଚାରେ ତାହେଲେ ଆମେ କ'ଣ ପାଇଯିବା 90 ପ୍ଲସ୍ θ ବୁଝିପାରିଲ ପିଲାମାନେ ତାହେଲେ ସେଇଭଳିଆ ଏବେ ଏଇ ଦୁଇଟା କ୍ୱେଶ୍ଚିନ୍ ଆନ୍ସର କ'ଣ ହେବ ନିଜେ ଦେଖ ଏଇ କ୍ୱେଶ୍ଚିନ୍ରେ କ'ଣ ଆନ୍ସର ଆସିବ ଦେଖ ତମମାନଙ୍କର ସେ କ'ଣ ପଚାରିଛି ତମମାନଙ୍କର ପି ଆଙ୍ଗେଲ କେତେ ଦେଇଛି ପିଲାମାନେ 44 ଦେଇଛି ତାହେଲେ ଏଠି ତମେ 2 θ ହେଉଛି କେତେ ପିଲାମାନେ 44 ତାହେଲେ ଥିଟା କେତେ ଆସିବ ପିଲାମାନେ 22 ଆସିଯିବ ତାହେଲେ ତମକୁ ସେ କ'ଣ ପଚାରିଛି ଦେଖ ଏ ସି ବି ର ଡିଗ୍ରୀ ପଡ଼ିବ ମାନେ ଏଇଟା ପଚାରିଛି ତାହେଲେ ଏଇଟା ଆମର କେତେ ଆସିବ 90 ମାଇନସ୍ ଥିଟା ମାନେ କେତେ ଆସିବ ତମମାନଙ୍କ ପିଲାମାନେ 68 ହେଉଛି କ'ଣ ଏଠି ରାଇଟ୍ ଆନ୍ସର ତାହେଲେ ସେଇଭଳି ତମମାନେ ପିଲାମାନେ ନିଜେ କୁହ କମେଣ୍ଟ ସେକ୍ସନରେ ତାହେଲେ ଏଇଟାର ଆନ୍ସର କ'ଣ ଆସିବ।